ବର୍ତ୍ତମାନ ବିଜେଡ଼ିରେ ଭାରି କନ୍ଦଳ ଚାଲିଛି। ତେଣୁ ବର୍ତ୍ତମାନ କଥା ହେଉଛି ଯେ ନବୀନ ବାବୁଙ୍କୁ ଗୋଟେ କାମ କରିବାକୁ ପଡ଼ିବ। ସେଇଟା ହେଉଛି ତାଙ୍କର ଯେଉଁ ରାଜ୍ୟସଭାରେ ଆଉ କେତେଟା ରହିଲେ। ଆଗରୁ ଯାଇଥିଲେ 2 ଜଣ, ଏବେ ଗଲେ ଜଣେ ଦେବାଶିଷ ସାମନ୍ତରାୟ। ତ ଆଗରୁ ସେ 2 ଜଣ କିଏ ଯାଇଥିଲେ ମୋର ତାଙ୍କ ନାଁ ମନେ ନାହିଁ। ଜାଣିଛି ଜଣେ ମହିଳା ଜଣେ ପୁରୁଷ, ହେଲେ ତାଙ୍କ ନାଁ ମନେ ନାହିଁ। କାହିଁକିନା ନବୀନ ପଟ୍ଟନାୟକ ଏମିତିଆ ଲୋକଙ୍କୁ ସବୁ ରାଜ୍ୟସଭା ପଠାନ୍ତି, ଲୋକେ ରାଜ୍ୟ ଲୋକ ବି ଜାଣିନାହାନ୍ତି ତାଙ୍କ ନାଁ କ'ଣ। ଯେଉଁମାନେ ରାଜନୀତିରେ ଟିକେ ଇଣ୍ଟରେଷ୍ଟ ରଖୁଛନ୍ତି ତାଙ୍କୁ ବି ମନେ ନାହିଁ, କାହିଁକିନା ମୋର ମନେ ନାହିଁ ନା, ଆଉ କାହାର ମନେ ଥିବ। ତେଣୁ ଇଏ ଗଲେ ଦେବାଶିଷ ବାବୁ। ଆଉ ମାସେ ପରେ ପିଲାଙ୍କୁ ପଚାରିବେ ଯେ ତୃତୀୟ ଜଣକ କିଏ ଯାଇଥିଲେ, ସେଇଟା ବି ବୋଧେ ଲୋକ କହିପାରିବେନି ଯେ ହୁ ଇଜ୍ ଦେବାଶିଷ ବାବୁ। ତେଣୁ ମୋର ଗୋଟେ ନବୀନ ବାବୁଙ୍କୁ ମାନେ ହାତ ଯୋଡ଼ିକି ନିବେଦନ ଯେ ଗୋଟେ ସକାଳୁଆ ଗୋଟେ ନହେଲେ ଲଞ୍ଚରେ ଭଲ ହେବ। ଲଞ୍ଚରେ ଗୋଟେ ଭାତ ଡାଲମା ଚିଙ୍ଗୁଡ଼ି ଘାଣ୍ଟ କରିକି, ଆଉ ଯେଉଁ ବାକି ଆପଣଙ୍କର 5-7 ଜଣ ରହିଲେ ସାଂସଦ, ତାଙ୍କୁ ଡାକନ୍ତୁ। ମାନେ ରାଜ୍ୟସଭାରେ, ଲୋକସଭାରେ ତ ଆପଣଙ୍କର ଶୁଣ, ରାଜ୍ୟସଭାରେ ଯେଉଁ ରହିଲା 5-6 ଜଣ, ତାଙ୍କୁ ଡାକିକି ଗୋଟେ ଭାତ ଡାଲମା ଚିଙ୍ଗୁଡ଼ି ଘାଣ୍ଟ ଗୋଟେ ଦିଅନ୍ତୁ। ପଚାରନ୍ତୁ ଯେ ଆପଣମାନେ ଖୁସି ତ ମୋ ସହିତ ରହିବେ ନା ପୁଣି ଆପଣଙ୍କ ଭିତରୁ କିଏ କୋଉଦିନ ଯିବେ। କାହିଁକିନା ସିଆଡ଼େ ବିଜେପି ତାର ସଂଖ୍ୟା ବଢ଼େଇବାରେ ଲାଗିଛି। କାହିଁକିନା ଆଗକୁ ବୋଧ ହୁଏ ଶୁଣାଯାଉଛି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ଲଢ଼ି ପାରନ୍ତି। ତେଣୁ ଏସବୁ ଯୋଜନା ସବୁ ଆଗକୁ ଦେଖିକି ଚାଲିଛି। ତେଣୁ ଏମାନେ ସବୁ ରହିବେ କି ଆପଣଙ୍କ ସହିତ କି ନାହିଁ, ଗୋଟେ ମିଟିଂ କରି ଡାକନ୍ତୁ ଏବଂ ଗୋଟେ ଚିଙ୍ଗୁଡ଼ି ଡାଲମା ଗୋଟେ ହଉ, ନହେଲେ ଗୋଟେ ଭାତ ଡାଲମା ଚିଙ୍ଗୁଡ଼ି ଘାଣ୍ଟଟେ ହେଇକି ଏମାନଙ୍କୁ ଖୁଆନ୍ତୁ। ଆଉ ପଚାରନ୍ତୁ ୟାଙ୍କ ମନ କଥା କ'ଣ। କାହିଁକିନା ଇଏ ଯେଉଁ 4-5 ଜଣ ଆଉ ରହିଲେ, ଇଏ ନହେଲେ ଆଉ 2 ମାସ ପରେ କହିବେ ଆଜ୍ଞା ଆମକୁ ବି ଏଠି କିଛି କଣ ଠେସା କଲେ, ଆଉ ପାଣ୍ଡିଆନ ଆମକୁ ପଛରୁ ମାରିଲେ, ଆଉ ନବୀନ ବାବୁ ଚଳଉନାହାନ୍ତି, ତେଣୁ ଆମେ ଆଉ ଦଳରେ ରହିବୁନି। ଏଇଟା ଶୁଣିବା ଅପେକ୍ଷା ଏବେଠୁ ସଜାଗ ହୋଇଗଲେ ନବୀନ ବାବୁଙ୍କ ପାଇଁ ଭଲ ହେବ ବୋଲି ମୁଁ ଭାବୁଛି। ଆଉ ଗୋଟେ କଥା, ରାଜ୍ୟସଭାକୁ କାହାକୁ ପଠାଯାଏ, ରାଜ୍ୟସଭାକୁ କେଉଁମାନେ ଯାଆନ୍ତି, ଆଗରୁ କେଉଁମାନେ ଯାଉଥିଲେ, ଥରେ ଦେଖନ୍ତୁ। ଆଗକୁ ପୂର୍ବେ କେଉଁମାନେ ଯାଉଥିଲେ ଯେଉଁ ରାଜ୍ୟସଭାକୁ, ବୁଦ୍ଧିମାନ ଇଣ୍ଟେଲେକ୍ଚୁଆଲ, ଯେଉଁମାନେ ମାନେ ଦେଶ ପାଇଁ ସମାଜ ପାଇଁ ତାଙ୍କର କିଛି ବାର୍ତ୍ତା ଥିବ, ସେଭଳିଆ ଲୋକଙ୍କୁ ରାଜ୍ୟସଭା ପଠାଯାଏ। କାହିଁକିନା ଅପର ହାଉସ୍ ସେଇଟା, ଆଉ ଲୋକସଭା ହେଉଛି ଲୋୟର ହାଉସ୍, ଯେଉଁମାନେ ଇଲେକ୍ଟେଡ୍ ରିପ୍ରେଜେଣ୍ଟେଟିଭ୍ ଯାଆନ୍ତି। ରାଜ୍ୟସଭାକୁ ଯାଆନ୍ତି ସିଲେକ୍ଟେଡ୍। ତେଣୁ ସେଠିକି ଯିବାକୁ ଗଲେ କିଛି ମୁଣ୍ଡରେ ଥିବା ଦରକାର। ଏ ଗବଗାଣ୍ଡୁ ବିଜନେସମ୍ୟାନଙ୍କୁ ପଠେଇକି ଖାଲି ମାନେ ସେ ଯେଉଁ ଆସନର ଗାରିମାକୁ ଆପଣ ନଷ୍ଟ ମାନେ କରିଛନ୍ତି ଏ 25 ବର୍ଷ ଯାକ। ଆରେ ଭାଇ କେହି ମିଳୁନାହାନ୍ତି ଯଦି ଆମ ଭଳିଆ ଲୋକଙ୍କୁ ନେଉନାହାନ୍ତି। ଓପନ୍ କହୁଛି, ଯାହାର କିଛି କରିବାର ଦକ୍ଷତା ଅଛି। ବହୁତ ପିଲା ଅଛନ୍ତି, ଯୁବକ ଅଛନ୍ତି ଯେଉଁମାନେ ଇଣ୍ଟେଲେକ୍ଚୁଆଲ, ନହେଲେ ନାହିଁ କବିମାନଙ୍କୁ ପଠାନ୍ତୁ, ଲେଖକମାନଙ୍କୁ ପଠାନ୍ତୁ, ସାମ୍ବାଦିକଙ୍କୁ ପଠାନ୍ତୁ, ଯେଉଁମାନେ କିଛି କହିବାର ଭିଜନ ଥିବ ତାଙ୍କର ରାଜ୍ୟ ପ୍ରତି, ଦେଶ ପ୍ରତି, ସମାଜ ପ୍ରତି। ସେଭଳିଆ ଲୋକ ରାଜ୍ୟସଭାକୁ ଯାଆନ୍ତି। ଆଉ ଇଏ ଭାକୁଡ଼ା ଏସବୁ ଛାଡ଼ନ୍ତୁ, କହିବା କଥା ନୁହେଁ, ତଥାପି କହିବାକୁ ପଡ଼ୁଛି। କାହିଁକିନା ଏମାନେ ଆପଣଙ୍କୁ ଡିଚ୍ କରୁଛନ୍ତି। ଆପଣ ଏମାନଙ୍କୁ ମାଟିରୁ ଉଠେଇକି ରୁଖାକୁ ନେଲେ, ହେଲେ ଏବେ ସେମାନେ ଆପଣଙ୍କୁ କହୁଛନ୍ତି କ'ଣ, ଆମ ଯୋଗୁଁ ନବୀନ ପଟ୍ଟନାୟକ। ଭଲ ଲାଗୁ ଶୁଣିବାକୁ। ତେଣୁ ଏବେ ବି ସମୟ ଅଛି, ସମୟ ତ ନାହିଁ। ଯଦି ସରପଞ୍ଚ ଇଲେକ୍ସନରେ, ଆପଣ ପଞ୍ଚାୟତ ଇଲେକ୍ସନରେ କିଛି କରିବାକୁ ଚାହୁଁଛନ୍ତି, ତାହେଲେ ଭଲ ଭଲ ଲୋକ, ୟଙ୍ଗ ପିଲାଙ୍କୁ ଆଣନ୍ତୁ, ଲଢ଼ାନ୍ତୁ, ଜିତାନ୍ତୁ, ତାହେଲେ ହେବ। ଆଉ ଏମାନେ ଯେଉଁ 25 ବର୍ଷ ସାରା ଯେଉଁ ଖାଇକି ରେଞ୍ଜ ରୋଭର ଚଢ଼ୁଛନ୍ତି, ଡିଫେଣ୍ଡର ଚଢ଼ୁଛନ୍ତି, ସେମାନେ ଆପଣଙ୍କ ପାଇଁ ଆଉ ଭୋଟ ଆଣିପାରିବେନି। ଲେଖିକି ରଖିଦିଅନ୍ତୁ। ପରିବର୍ତ୍ତନ ଦରକାର। ଏ ନେତା ନୁହନ୍ତି, ଏ ନେତାଙ୍କୁ ରଖନ୍ତୁ, ହେଲେ କ୍ୟାଣ୍ଡିଡେଟ୍ ଦେବେ ନୂଆ ଲୋକଙ୍କୁ, ନୂଆ ପିଲାଙ୍କୁ, ନୂଆ ୟଙ୍ଗ ଜେନେରେସନ୍, ୟୁଥ୍, ଯୁବକ, ଯେଉଁମାନେ ଏବେ ଆପଣଙ୍କର 3rd-4th ଲାଇନ୍ର ନେତା ଅଛନ୍ତି, ସେମାନଙ୍କୁ ଆଣନ୍ତୁ, ତାହେଲେ ଦଳ ରହିବ। ଆଉ ଯଦି ଏଇ ଯେଉଁ 24-25 ବର୍ଷ ହେଲା ଯେଉଁମାନେ ଖାଇ ଖାଇକା ପେଟ ବୁଲେଇକି ଅଛନ୍ତି, ସେମାନଙ୍କୁ ଯଦି ଆଣିବେ, ଆପଣଙ୍କର ଯେଉଁ ପଞ୍ଚାୟତ ଇଲେକ୍ସନରେ ବି ଆପଣ ଆସିଯିବେ 2 ଡିଜିଟ୍ ଭିତରେ ରହିବେ ବୋଧେ, କି 1 ଡିଜିଟ୍ ଭିତରେ।
ତେଣୁ ବିଜେଡ଼ିକୁ ଯଦି ବଞ୍ଚେଇବାର ଅଛି, ଗୋଟେ ଆଞ୍ଚଳିକ ଦଳକୁ ବଞ୍ଚେଇବାର ଅଛି, ତାହେଲେ ଯଥାସମ୍ଭବ ୟୁଥ୍ ମାନଙ୍କୁ ସୁଯୋଗ ଦିଅନ୍ତୁ ଏବଂ ଦ୍ୱିତୀୟ ତୃତୀୟ ଲାଇନ୍ର ଯେଉଁ ନେତା, ଚତୁର୍ଥ ଲାଇନ୍ର ଅଛନ୍ତି ନେତା ଆପଣଙ୍କ ପାଖରେ, ସେମାନଙ୍କୁ ଆଣନ୍ତୁ। ତାହେଲେ ବିଜେଡ଼ି ତିଷ୍ଠିବ, ନହେଲେ ନାହିଁ ବିଜେଡ଼ି ଖଲାସ।